ହେଇଥିଲା 1982 ମସିହାରେ। ବାସନ୍ତୀ କଥାଟା ଠିକ ଧରିଛନ୍ତି, କିନ୍ତୁ ସମୟଟା ସେ ମନେ ପକେଇ ପାରିଲେନି ଯେ 1967 ମସିହାରେ ଯୋଉ ବାତ୍ୟା ହେଇଥିଲା, ସେ ବାତ୍ୟା କେନ୍ଦ୍ରାପଡା ସବ ଡିଭିଜନ, ସେତେବେଳେ କେନ୍ଦ୍ରାପଡା ଜିଲ୍ଲା ହେଇନଥିଲା, କେନ୍ଦ୍ରାପଡା ସବ ଡିଭିଜନର ପଟାମୁଣ୍ଡେଇ ଓ ସେ ସମୁଦ୍ରକୂଳ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା। ମୁଁ ସେତେବେଳେ ରେଭେନ୍ସା କଲେଜରେ ବିଏ ଶେଷ ବର୍ଷ, ଦଳେ ଆନନ୍ଦ ମାର୍ଗୀଙ୍କ ସହିତ ସମାଜ ଅଫିସ ଗୋଟେ ରିଲିଫ ଟିମରେ ମତେ ମ୍ୟାନେଜର କରିକିରି ସେଠିକି ପଠେଇଥିଲା। ମୁଁ 10-15 ଦିନ ସେ ଅଞ୍ଚଳରେ ବୁଲିକରି ରିଲିଫ କାର୍ଯ୍ୟ କରିଥିଲି। ସେଇଥିରୁ ବାତ୍ୟାର ବିଭୀଷିକା କେତେ ଓ ପରବର୍ତ୍ତୀ ଅବସ୍ଥା, ପରବର୍ତ୍ତୀ ଶୋଚନୀୟତା, ସାମାଜିକ ଯନ୍ତ୍ରଣା, ସାମାଜିକ ସମସ୍ୟା ଓ ସାମାଜିକ ଯାହାକୁ କହିବା ଆମେ ମୈତ୍ରୀ କେମିତି ଗଢି ଉଠେ, ଫେରି ଆସେ, ମୁଁ ସେତିକି ବେଳେ ଦେଖିଥିଲି। ସୁରେନ୍ଦ୍ର ମହାନ୍ତି କୌଣସି ବାତ୍ୟାର ସମୟର ସଂକେତ ସମୟ ଦେଇନାହାନ୍ତି, କିନ୍ତୁ ସେ କହୁଛନ୍ତି ତାହା ହେଉଛି ଦଶହରା ସମୟ। ଓଡ଼ିଶାର ଭୌଗୋଳିକ ପରିସ୍ଥିତିକୁ ଦେଖିଲେ ଯେତେ ବାତ୍ୟା ହେଇଛି ସେ ସବୁ ଦଶହରା ଓ ଦଶହରା ପରବର୍ତ୍ତୀ, ଅର୍ଥାତ୍ ସେପ୍ଟେମ୍ବର ମାସ ଶେଷ ଠାରୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଏଇ ଏକ ସମୟ ସୀମା ଭିତରେ ପ୍ରାୟତଃ ଓଡ଼ିଶାରେ ବାତ୍ୟା ହେଇ ଆସିଛି। ତାର ଗୋଟିଏ ଭୌଗୋଳିକ କାରଣ ହେଉଛି ଯେ ଓଡ଼ିଶାରେ ଯୋଉ ବାୟୁ ପ୍ରବାହିତ ହୁଏ, ଏ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ, ଏବଂ এই ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ଯେତେବେଳେ ପଶ୍ଚିମ ଓ ଦକ୍ଷିଣ ଦିଗକୁ କେବଳ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରେ, ସେତିକି ବେଳେ ସିଏ ବାଧା ପାଏ ହିମାଳୟ ଅଞ୍ଚଳରେ, ସେ ବାଧା ପାଇକି ପ୍ରତ୍ୟାବର୍ତ୍ତନ କରେ। ଆମେ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ ବାୟୁ ଭୌଗୋଳିକ ଭୂଗୋଳରେ ପଢିଛୁ, ଏବଂ ଏଇ ବାୟୁଟା ପ୍ରାୟତଃ ଓଡ଼ିଶାରେ ଶୀତ ଦିନେ ଖୁବ ଭାବରେ ବର୍ଷା କରେ। ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁରେ ପରିଣତ ହେଲେ ଶୀତ କାଳରେ ଓଡ଼ିଶାରେ ବର୍ଷା ହୁଏ। କିନ୍ତୁ ସୁରେନ୍ଦ୍ର ବାବୁ ଯୋଉ କାଳାନ୍ତରରେ ଯୋଉ ଝଡ଼ର କଥା କହୁଛନ୍ତି, ସେ ଝଡ଼ ଓଡ଼ିଶାରେ ପ୍ରାୟତଃ ଅନେକ ସମୟରେ ଉପଲବ୍ଧି ହୁଏ। ଏହା ସହିତ ଆମକୁ ବିଚାର କରିବାକୁ ପଡିବ ଯେ ଓଡ଼ିଶାର ସୀମା, ଯୋଉଠି ଆମେ ସାମୁଦ୍ରିକ ସୀମା ହଉଛି 400-500 କିଲୋମିଟର ବ୍ୟାପୀ ସାମୁଦ୍ରିକ ବେଳଭୂମି। ତେଣୁ କଲିକତା ଠାରୁ ମାଡ୍ରାସ ପର୍ଯ୍ୟନ୍ତ, ବା ଆମେ ଯଦି କହିବା ଯୋଉ କେପ୍ କୁମାରୀ ପର୍ଯ୍ୟନ୍ତ, ଏ ଦୀର୍ଘ ହଜାର ମାଇଲ ବ୍ୟାପୀ କରି ଯୋଉ ବେଳାଭୂମି, ସେ ବେଳାଭୂମିରେ ଯେତେବେଳେ ଯେଉଁଠି ଘୂର୍ଣ୍ଣିବଳୟ ତିଆରି ହୁଏ, ସେତେବେଳେ ଓଡ଼ିଶା ପାଇଁ ଗୋଟିଏ ବିପଦର ସଂକେତ ଆସେ। ତେଣୁ ପ୍ରାକୃତିକ ଭାବରେ ଦେଖିଲେ, ଭୌଗୋଳିକ ଅବସ୍ଥିତ ଦୃଷ୍ଟିରୁ ଦେଖିଲେ ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ। ତେଣୁ ଏଇର ସୁଯୋଗ, ଏଇ ଯୋଉ ଭୌଗୋଳିକ ଅବସ୍ଥିତି, ଏଇ ଭୌଗୋଳିକ ଅବସ୍ଥିତିର ସୁଯୋଗ ନେଇଛନ୍ତି ସୁରେନ୍ଦ୍ର ମହାନ୍ତି। ତେଣୁ ସେ କାଳାନ୍ତରଟି ଲେଖିଛନ୍ତି। କିନ୍ତୁ କାଳାନ୍ତର କହିଲେ ଆମେ କୋଉ କଥାଟିକୁ ଆମେ ବୁଝିବା? କାଳାନ୍ତର କହିଲେ ଗୋଟିଏ ସମୟର ଅନ୍ତର ନା ଆଉ କିଛି? କାଳାନ୍ତର କହିଲେ ସେ ପ୍ରତୀକାତ୍ମକ ଭାବରେ ମଣିଷ ଭିତରେ ଯୋଉ ଭାବାନ୍ତର ଆସେ, ସେ ଭାବାନ୍ତର କଥା କହୁଛନ୍ତି। ଆମେ ଦେଖୁଛେ ଯେ କାଳାନ୍ତର ପ୍ରଥମ ଯେତେବେଳେ ବର୍ଣ୍ଣନା ସେ କରୁଛନ୍ତି ସରସ୍ୱତୀ ଢିଅକୁ ନେଇକରି, ନିଶାମଣି ମହାନ୍ତି ଏ ସରସ୍ୱତୀ ଢିଅଟି କିଣିଥିଲେ। ସେ ସରସ୍ୱତୀ ଢିଅରେ ବହୁ ବର୍ଷ ଧରିକରି ସରସ୍ୱତୀ ପୂଜା ହେଇ ଆସୁଛି। କିନ୍ତୁ ଆମର ଶାସ୍ତ୍ର ମତରେ
ଓଡିଶାରେ ସେ ସମୟ ହଉଛି ଦୁର୍ଗା ପୂଜା, ଶାରଦୀୟ ଦୁର୍ଗା ପୂଜା। ମୁଁ ଆମର ଶ୍ରୋତା ମାନଙ୍କୁ ଏଇଠି ମନେ ପକେଇଦେବି, ଓଡିଶାରେ ଯୋଉ ମାନେ ଶାରଦୀୟ ଦୁର୍ଗା ପୂଜା ହୁଏ, ସେଟା ଅକାଳ ବୋଧିନୀ ଶାରଦୀୟ ଦୁର୍ଗା ପୂଜା। ତାହେଲେ ସକାଳ ବୋଧିନୀ କୋଉଟା ନା ଦେବୀଙ୍କର ରୂପ ହଉଛି ବାସନ୍ତୀ ରୂପ। ତେଣୁ ବାସନ୍ତୀ ଦୁର୍ଗା ପୂଜା ହୁଏ ଏଇ ବସନ୍ତ କାଳରେ। ଏବେ ସବୁ ବିଭିନ୍ନ ଅଞ୍ଚଳରେ ହେଇଥିବ, ଅବଶ୍ୟ ତାର ପରିମାଣ ବହୁତ କମ, ବାସନ୍ତୀ ପୂଜାର ପରିମାଣ ବହୁତ କମ। କିନ୍ତୁ ଦୁର୍ଗା ପୂଜା କହିଲେ ଯୋଉ ଶାରଦୀୟ ଦୁର୍ଗା ପୂଜା, ଯାହାକୁ ଆମେ ଅକାଳ ବୋଧିନୀ ଦୁର୍ଗା ପୂଜା ବୋଲିକିରି କହୁଛେ, ସେଇଠି ଏଇ ଶାରଦୀୟ ମାସରେ ହୁଏ। ତାର କାରଣ ହଉଛି ଯେ ରାମଚନ୍ଦ୍ର ଯୁଦ୍ଧ ରାବଣ ସହିତ ଯୁଦ୍ଧ କରିଲା ବେଳେ ସେ ଦେବୀଙ୍କୁ ସ୍ତୁତି କରିଥିଲେ, ଦେବୀଙ୍କୁ ସ୍ତୁତି କରିକିରି ପୂଜା କରିଥିଲେ ବୋଲିକରି ତାକୁ ଅକାଳ ବୋଧିନୀ ଦୁର୍ଗା ପୂଜା ବୋଲିକିରି କୁହାଯାଏ। ଆମର ମନେ ଅଛି ଛୋଟିଆ ବେଳେ ଆମେ ଗୀତ ବୋଲୁଥିଲୁ, ଏଇ ଶରତେ ଦିନେ ଭାରତେ ରାଘବ ରାମଚନ୍ଦ୍ର ବାନର ମେଳେ ସାଗର କୂଳେ ବାନ୍ଧିଲେ ସେତୁ ବନ୍ଧ, ରାବଣ ଅରି ସବଂଶେ ମାରି ଲଙ୍କାରେ ଜାଳି ଚିତା, ମନେ ପଡେ ସେ କଥା ଆଜି ଉଧରିଥିଲେ ସୀତା। ଆମର ପାଠ ପ୍ରଥମ ଦ୍ୱିତୀୟ ଶ୍ରେଣୀରେ ଇଏ ସବୁ ପଢା ହଉଥିଲା ସେତେବେଳେ। ମୁଁ ଏଇଥିପାଇଁ ଏ କଥାଟି କହିଲି ଯେ ଶାରଦୀୟ ଦୁର୍ଗା ପୂଜାର ମାହାତ୍ମ୍ୟ ଓଡିଆ ଜନଜୀବନ ଓ ସଂସ୍କୃତି ଉପରେ ଦୀର୍ଘ କାଳ ଧରିକି ଏକ ପ୍ରଭାବ ପକେଇ ଆସିଛି। କିନ୍ତୁ କାଳାନ୍ତର ଉପନ୍ୟାସରେ ଦୁର୍ଗା ପୂଜା କରିବା ପରିବର୍ତ୍ତେ ସରସ୍ୱତୀ ପୂଜା କରାଯାଉଛି। ଏଇଠି ହଉଛି ଗୋଟିଏ ସାଂସ୍କୃତିକ ବିପ୍ଳବ ବା ସାଂସ୍କୃତିକ ଭାବାନ୍ତର ବୋଲିକିରି କହିବା। ସେଠି ସେ ନିଶାମଣି ତାକୁ କହିଛନ୍ତି କଣ ନା, ପୂର୍ବପୁରୁଷ କେହି କହିଥିଲେ ଯେ ସରସ୍ୱତୀ ହେଉଛନ୍ତି ମହାଲକ୍ଷ୍ମୀ। ସରସ୍ୱତୀଙ୍କୁ ଯେପରି ଭାବରେ ସେଠି ଚିତ୍ରଣ କରାଗଲା, ସିଏ ହଉଛନ୍ତି କଣ ସହସ୍ର ଭୁଜା, ସିଏ ହଉଛନ୍ତି ବାବା, ତାକୁ କହୁଛନ୍ତି ଅଷ୍ଟଭୁଜା ମହା ସରସ୍ୱତୀ। ଉତ୍କଳ ଖଣ୍ଡରେ ଶକ୍ତି ହେଉଛନ୍ତି ମହା ଅଷ୍ଟଭୁଜା ମହା ସରସ୍ୱତୀ। ସୁରେନ୍ଦ୍ର ବାବୁ ଏକଥା କହୁଛନ୍ତି, ଉତ୍କଳ ଖଣ୍ଡରେ ଶକ୍ତି ହେଲେ ଅଷ୍ଟଭୁଜା ମହା ସରସ୍ୱତୀ। ଏଇଟି ବଡ ଭିନ୍ନ କଥା। ମୋ କାଳିକା ତନ୍ତ୍ରରେ ଦେବୀ ମାନଙ୍କ ଭିତରେ କୌଣସି ଭେଦ ରଖାଯାଇ ନାହିଁ। ଏମିତିକି ଆମର ଯୋଉ ଇଷ୍ଟ ଦେବୀ ଶାରଳା ଦେବୀ, ଶଙ୍କଳ ବାସିନୀ ଶାରଳା ଦେବୀ, ଯାହାଙ୍କୁ ସ୍ତୁତି କରିକିରି ଶାରଳା ଦାସ ମହାଭାରତ ଲେଖିଥିଲେ ବା ମହାନ କବିରେ ପରିଣତ ହେଇଥିଲେ, ତାଙ୍କୁ ନୀଳ ସରସ୍ୱତୀ କି ବୋଲି ବିଚାର କରାଯାଇଛି। ସେ ସରସ୍ୱତୀ, ପୁଣି କି ସରସ୍ୱତୀ ନା ନୀଳ ସରସ୍ୱତୀ। ଏ ନୀଳ ସରସ୍ୱତୀ କଥାଟି ବହୁ ପ୍ରାଚୀନ କଥା। ଦେବୀଙ୍କୁ ନୀଳ ସରସ୍ୱତୀ ରୂପରେ ଅଷ୍ଟଭୁଜା ଦେବୀ ଭାବରେ ବା ଅଷ୍ଟଭୁଜା ଦୁର୍ଗା ଭାବରେ ଏମିତି ଭିନ୍ନ ଭିନ୍ନ ଭାବରେ ଶାସ୍ତ୍ରକାର ସବୁ ବର୍ଣ୍ଣନା କରିଛନ୍ତି। ଆମର ତାତ୍ପର୍ଯ୍ୟ ହଉଛି ଯେ ପ୍ରାଚୀନ ଭାରତ ବର୍ଷ, ସାଂସ୍କୃତିକ ଭାରତ ବର୍ଷ ହେଉଛି ମାତୃକାର ଦେଶ। ମାତୃକାର ଦେଶ କହିଲେ ଆମେ ମହାଭାରତ କାଳର ବା ମହାଭାରତ ପୂର୍ବର ସମୟ ଖଣ୍ଡକୁ ବୁଝଉଛୁ। ଏହାର ଏକ ସାମାଜିକ ଓ ରାଜନୈତିକ ଦିଗ ରହିଛି। ସେଠି କଣ ନା, ସେଇଠି ହଉଛି ଯେ ପ୍ରାଚୀନ ସମାଜ ଯେତେବେଳେ ମାତୃକୈନ୍ଦ୍ରିକ ସମାଜ ଥିଲା, ସେ ମାତୃକୈନ୍ଦ୍ରିକ ସମାଜରୁ ପିତୃକୈନ୍ଦ୍ରିକ ସମାଜକୁ ଗତି କରିଛି। ମାତୃକୈନ୍ଦ୍ରିକ ସମାଜରେ ନାରୀ ଥିଲା ମୁଖ୍ୟ। ମୁଁ ଅନେକ ସମୟରେ କହିଛି ଯେ ନାରୀ ନିଜେ ପ୍ରକୃତିର ଅନୁରୂପୀ, ସେ ପ୍ରକୃତି ସ୍ୱରୂପିଣୀ। କାହିଁକି ପ୍ରକୃତିର ସ୍ୱରୂପିଣୀ ନା, ନାରୀ ଯେତେବେଳେ ଘରେ ରହୁଛି, ପୁରୁଷ ଯାଉଛି ଯୁଦ୍ଧ କ୍ଷେତ୍ରକୁ ଯାଉଛି ବା ପୁରୁଷ ଯାଉଛି ବଣରୁ ଶସ୍ୟ
କଣ ଆଣିବ, ଖାଇବା ଖାଦ୍ୟ ଦ୍ରବ୍ୟ ଆଣିବ। ତେଣୁ ପୁରୁଷ ସଙ୍ଗରେ ସାଙ୍ଗ ହେଇକି ଘରର ପୁରୁଷ ଗଲା, ଘରରେ ନାରୀଟିଏ ରହିଲା। ନାରୀ ଦେଖୁଛି ଗଛରେ ଫଳ ଅଛି, ସେ ଗଛର ଫଳଟି ପଡୁଛି ଓ ସେଇ ଫଳରୁ ଆଉ ଗୋଟିଏ ଗଛ ହଉଛି। ଏଇ ଯୋଉ ପ୍ରକୃତିକୁ ଅନୁକରଣ କରି ନାରୀ ନିଜକୁ ଭାବିଲା ସେ ମଧ୍ୟ କ୍ଷେତ୍ର ସମ୍ଭୂତା ହେଇପାରିବ, ଅର୍ଥାତ୍ ନାରୀ ମଧ୍ୟ ପ୍ରଯୋଜନ କରିପାରିବ। ଓ ନାରୀ ପ୍ରଯୋଜନ କରୁଥିଲା ଆଗରୁ, ନାରୀ ନୂଆ କରି ପ୍ରଯୋଜନ କରିଲା ନାହିଁ, କିନ୍ତୁ ଅନୁଭବ କରିଲା ଯେ ପ୍ରକୃତି ରୂପରେ ବା ପ୍ରକୃତି ଯେପରି ପ୍ରଯୋଜନ କରୁଛି ମୁଁ ନାରୀ ମଧ୍ୟ ସେଇଭଳି ପ୍ରଯୋଜନ କରିବି।